ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ବନ୍ଧୁଗଣ। ଚାଲନ୍ତୁ ଏ ଶୀତୁଆ ସକାଳର ମଜା ନେବା। ଗୋଟେ କବିତା ପଢି, କବିତା ଅକ୍ଷର ଓଡ଼ିଶାରେ ପ୍ରକାଶିତ। ଗୋଟେ ହାତ ନଥିବା ମଣିଷର ଦୁଃଖ ଓ ଦୁର୍ଦିନ କିଭଳି ତାକୁ ଉପହାସ କରେ, ତା ଭାଗ୍ୟ ତାକୁ ଉପହାସ କରେ, ତାର ଏକ ମାର୍ମିକ ଚିତ୍ର ଏ କବିତାରେ ଆପଣ ଉପଲବ୍ଧି କରିବେ। ତେବେ ଆସନ୍ତୁ ଶୁଣିବା ସେ ଶୀତୁଆ ସକାଳରେ ଲୁହର ଏକ ସୁନ୍ଦର ସ୍ଥାପତ୍ୟ କବିତା ଗୋଟେ ହାତ ନାହିଁ ବୋଲି। କବିତାର ଆବୃତ୍ତି ଓ ରଚନା ମୁଁ ଦୀନବନ୍ଧୁ ସାହୁ। ଗୋଟେ ହାତ ନାହିଁ ବୋଲି, ମୋର ଗୋଟେ ହାତ ନାହିଁ ବୋଲି ଆର ହାତ କ'ଣ ଚୁପ୍ ରହିବ? ମୋର ଗୋଟେ ହାତ ନାହିଁ ବୋଲି ଆର ହାତ କ'ଣ ଚୁପ୍ ରହିବ? ନା ବାବୁ ନା, ମୁଁ ଦୀପ ଆଣିଛି ଦୀପ। କିଏ ଦୀପ କିଣିବ? ଦୀପ ନେବ ଆସ। ମୋର ଗୋଟେ ହାତ ନାହିଁ ବୋଲି ଆର ହାତ କ'ଣ ଚୁପ୍ ରହିବ? ନା ବାବୁ ନା, ମୁଁ ଦୀପ ଆଣିଛି ଦୀପ। କିଏ ସେ ଦୀପ କିଣିବ? ଦୀପ ନେବ ଆସ। ଛୋଟ ମୁହଁରେ ବଡ଼ କଥା, ଛୋଟ ମୁହଁରେ ବଡ଼ କଥା। ମୁଁ କାନ୍ଦି ପାରୁନି କି ହସି ପାରୁନି ଏଇନା। କାଳେ କାନ୍ଦିଲେ ଲୁହରେ ମୋ ଘୋଟିବ ସକଳ ଅଶୁଭ। କାଳେ କାନ୍ଦିଲେ ଲୁହରେ ମୋ ଘୋଟିବ ସକଳ ଅଶୁଭ। ଲୁହରେ ମୋ ଘୋଟିବ ଅନ୍ଧାର ଘର ଓ ବାହାର। କାଳେ ମୁଁ ହସିଲେ ତମେ ଆପଣଙ୍କୁ କଷ୍ଟ ହବ। ଦୈବ ସହି ନ ପାରି ମୋତେ ଆହୁରି ଦଣ୍ଡିବ। ହଁ ବାବୁ, ଦୀପ ନେବ, ଦୀପ କିଣିବ। କିଏ ଦୀପ ନେବ ତ ଆସ। ଘରେ ମୋର ରୋଗିଣା ସ୍ତ୍ରୀ, ଘରେ ମୋର ରୋଗିଣା ସ୍ତ୍ରୀ। 4 ବରଷର ବାପ ମା ଛେଉଣ୍ଡ ନାତି, ଯେ ଆମ ଦୁଇ ପ୍ରାଣୀଙ୍କ ଆଖିର ଆଖି। ଘରେ ମୋର ରୋଗିଣା ସ୍ତ୍ରୀ, 4 ବରଷର ବାପ ମା ଛେଉଣ୍ଡ ନାତି, ଯେ ଆମ ଦୁଇ ପ୍ରାଣୀଙ୍କ ଆଖିର ଆଖି। ଆପଣେ ଦୀପ କିଣିଲେ ହିଁ ମୋ ଭାଗ୍ୟକୁ ଅମାସ୍ୟାର ଚାନ୍ଦ ପରି ଲକ୍ଷ୍ମୀ ଠାକୁରାଣୀ ଓହ୍ଲେଇ ଆସିବେ। ଆପଣ ଦୀପ କିଣିଲେ ମୋ ଭାଗ୍ୟକୁ ଅମାସ୍ୟାର ଚାନ୍ଦ ପରି ଲକ୍ଷ୍ମୀ ଠାକୁରାଣୀ ଓହ୍ଲେଇ ଆସିବେ। ମୋ ଘରେ ଜଳିବ ଚୁଲି, ହାଣ୍ଡିରେ ଫୁଟିବ ଭାତ। ମୋ ଘରେ ଜଳିବ ଚୁଲି, ହାଣ୍ଡିରେ ଫୁଟିବ ଭାତ। ନାତି ଟୋକାର ନାଚକୁଦରେ ଅନ୍ଧାର ଘରେ ଆକାଶରୁ ଖସି ପଡ଼ିବେ ଜହ୍ନ ତାରା ସୂରୁଜ। ହଁ, ମୋର ଗୋଟେ ହାତ ନାହିଁ ବୋଲି ଆର ହାତ କ'ଣ ଚୁପ୍ ରହିବ? ହଁ, ମୋର ହାତ ନାହିଁ ବୋଲି ଆର ହାତ କ'ଣ ଚୁପ୍ ରହିବ? ଆସ ବାବୁ, ଦୀପ କିଣିବ ଦୀପ। କିଏ ଦୀପ ନେବ? ହେ ଆସ। ଆସ ବାବୁ, ଦୀପ କିଣିବ ଦୀପ। ମୋର ହାତ ନାହିଁ ବୋଲି ଆର ହାତ କ'ଣ ଚୁପ୍ ରହିବ? ନା ବାବୁ ନା, ମୁଁ ଦୀପ ଆଣିଛି ଦୀପ। କିଏ ଦୀପ କିଣିବ? ଦୀପ ନେବ ଆସ। ଧନ୍ୟବାଦ। କବିତାଟି କେମିତି ଲାଗିଲା ନିଶ୍ଚୟ କହିବେ। ନମସ୍କାର।